ନମସ୍କାର ଦର୍ଶକ ବନ୍ଧୁ। ଆଜି ହେଉଛି ମେ ମାସ 29 ତାରିଖ 2024 ମସିହା ବୁଧବାର। ଆସନ୍ତୁ ଜାଣିବା ଆଜିର 12ଗୋଟି ରାଶିଫଳଙ୍କ ବିଷୟରେ। ପ୍ରଥମ ରାଶି ମେଷ ରାଶି। ଧନାଧିପ ଶୁକ୍ରଙ୍କ ସ୍ଥିତି ବିଭିନ୍ନ ବାଟରେ ଆର୍ଥିକ ଉନ୍ନତି ପାଇଁ ମାର୍ଗ ସୁଗମ କରିବ। କାର୍ଯ୍ୟ ହାସଲ ଜନିତ ମନରେ ପ୍ରଫୁଲ୍ଲତା ଭରି ରହିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ପରିସ୍ଥିତିକୁ ସାମ୍ନା କରିବା କଷ୍ଟକର ହେବ। କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ଦ୍ୱାରା ସମସ୍ୟା ସମାଧାନ ହୋଇପାରିବ। ପରବର୍ତ୍ତୀ ରାଶି ବୃଷ ରାଶି। ରାଶିରେ ଶୁକ୍ରଙ୍କ ସହ ରବିଙ୍କ ସ୍ଥିତି ସୁସ୍ଥ ପାରିବାରିକ ଜୀବନ ସହ ବାଣିଜ୍ୟ କ୍ଷେତ୍ରରୁ ଉନ୍ନତ କରିବ। ଦିନଟିରେ ପଡ଼ୋଶୀ କିମ୍ବା ଆତ୍ମୀୟଙ୍କ ସହଯୋଗ ଲାଭ କରି କାର୍ଯ୍ୟ ହାସଲ କରିବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଲାଭ ପ୍ରବଣତା ବଶତଃ ବନ୍ଧୁ ମେଳରେ ଗୁଡ଼ାଏ କଥା କହି ଅନ୍ୟମାନଙ୍କ ଠାରୁ ସହାନୁଭୂତି ହରାଇବେ। ପରବର୍ତ୍ତୀ ରାଶି ମିଥୁନ ରାଶି। କର୍ମସ୍ଥ ରାହୁ ସହ ମଙ୍ଗଳ ବିବାଦୀୟ ଘଟଣାରେ ମାଲି ମକଦ୍ଦମାରେ ପ୍ରତିବନ୍ଧକ ହଟାଇବ। ଉପରିସ୍ଥଙ୍କ ଅନୁକମ୍ପା ଲାଭ ସକାଶେ ଦିନଟି ଉପଯୁକ୍ତ ହେବ। ବନ୍ଧୁଙ୍କ ସହ ଆଲୋଚନା ସମୟରେ ଅନ୍ତର ଯୁକ୍ତିର ସାମ୍ନା କରି ବହୁ ଚର୍ଚ୍ଚିତ ହୋଇପାରନ୍ତି। ପାରିବାରିକ ସୁଖ ସହାୟତା ସହ ସନ୍ତାନଙ୍କ ଗୌରବାନ୍ୱିତ ହୋଇପାରନ୍ତି। ପରବର୍ତ୍ତୀ ରାଶି କର୍କଟ ରାଶି। ତୃତୀୟ ବାୟୁଦୀପ କର୍ମସ୍ଥାନରେ ଅବସ୍ଥାନ କରି ଶନି ଦୃଷ୍ଟିରେ ଥିବାରୁ ନିଜର ଭଳି ମନେ ହେଉଥିବା ଲୋକଟି ସମସ୍ୟା ସୃଷ୍ଟି କରିପାରନ୍ତି। ଚତୁର୍ଥ ଭାବକୁ ବୁଧଙ୍କ ଦୃଷ୍ଟି କୌଣସି ଜିନିଷ ବିକ୍ରୟ କରିବାର ଯୋଜନା କରିପାରନ୍ତି। ସାମାଜିକ ସ୍ତରରେ ଦକ୍ଷତା ନିଜର କୃତି ଓ କୃତିତ୍ୱର ସମ୍ମାନିତ ହେବେ। ପରବର୍ତ୍ତୀ ରାଶି ସିଂହ ରାଶି। ଭାଗ୍ୟଦୀପ ଅଷ୍ଟମ ଭାବସ୍ଥ ଯୋଗୁଁ ଶିକ୍ଷା ସନ୍ତାନ ଓ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ମନସ୍ତାପ କରିବାକୁ ପଡ଼ିପାରେ। ପରିବାରରେ ସନ୍ଦେହ ଓ ଭୁଲ ବୁଝାମଣା ହେତୁ ମଙ୍ଗା ନକ୍ଷତ୍ର କାରଣ ନଥାଇ ଦୋଷୀ ସାବ୍ୟସ୍ତ ହେବେ। କ୍ରୀଡ଼ା ସଙ୍ଗୀତ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କଲେ ସାମୟିକ ଆନନ୍ଦ ପ୍ରାପ୍ତି ହୋଇପାରେ। ପରବର୍ତ୍ତୀ ରାଶି କନ୍ୟା ରାଶି। ଚତୁର୍ଥାଧିପତି ସ୍ୱଭାବରୁ ଷଷ୍ଠ ଯୋଗୁଁ କାର୍ଯ୍ୟ ସାଧନ ଲାଗି ସଂଘର୍ଷ କରିବାକୁ ପଡ଼ିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ସକାଶେ ବନ୍ଧୁ ପ୍ରଶଂସାରେ ଶତମୁଖ ହେବେ। ଆର୍ଥିକ ସମସ୍ୟା ସୁଧାରିବା ସକାଶେ ଋଣ ସୂତ୍ରରେ ଅର୍ଥ ଲାଭ କରିବାକୁ ପଡ଼ିପାରେ। ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ ତଥାପି ଉନ୍ନତ ଚିନ୍ତା ଓ ସେବା ମନୋଭାବରୁ ପ୍ରଶଂସିତ ହେବେ। ପରବର୍ତ୍ତୀ ରାଶି ତୁଳା ରାଶି। କର୍ମାଧିପତିଙ୍କ କର୍ମସ୍ଥାନକୁ ଦେଖୁଥିବାରେ ମନ ଅନୁଯାୟୀ କାର୍ଯ୍ୟ ହାସଲ କରିବାରେ ଅସୁବିଧା ହେବ ନାହିଁ। ପଡ଼ୋଶୀଙ୍କ କିମ୍ବା ପ୍ରିୟଜନଙ୍କ ସାହାଯ୍ୟ କାର୍ଯ୍ୟ ହାସଲ ସାଧନରେ ସହାୟକ ହେବେ। ଉପରିସ୍ଥଙ୍କ ଅନୁକମ୍ପାରୁ ଦୀର୍ଘ ଦିନର ଯୋଜନାକୁ ବାସ୍ତବ ରୂପ ଦେବେ। ଆଜିର ଦୂରଯାତ୍ରା ଶୁଭପ୍ରଦ ହେବ କିନ୍ତୁ ଅପରାହ୍ନରେ ବ୍ୟସ୍ତତା ବୃଦ୍ଧି ଘଟିପାରେ। ପରବର୍ତ୍ତୀ ରାଶି ବିଛା ରାଶି। ଆଜିର ତୃତୀୟ ହସ୍ତ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ରାହୁଯୁକ୍ତ ରାଶାଧିପତି ଯୋଗୁଁ ଯାହା କରୁଛନ୍ତି ଭାବିଚିନ୍ତି କରିବା ଭଲ ହେବ। ବ୍ୟବସାୟକୁ ଆଗେଇବା ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରି କୃତ କାର୍ଯ୍ୟ ଅବଶ୍ୟ ହେବେ। କଳା ସାହିତ୍ୟ କ୍ରୀଡ଼ା ସଙ୍ଗୀତ ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ପରବର୍ତ୍ତୀ ରାଶି ଧନୁ ରାଶି। ମୁଖ ଭାବରେ ଚନ୍ଦ୍ରଙ୍କ ପ୍ରଭାବରେ ମିଠା କଥାରେ ଅନ୍ୟମାନଙ୍କ ବିଶ୍ୱାସ ଭାଜନ ହେବେ। ଆଜି ଯେଉଁ କାମରେ ହାତ ଦେଇଛନ୍ତି ତାହା ପୂରଣ ହେବ। ଚଳନ୍ତା ଗାଡ଼ିରେ ଜଣେ ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରି ସଙ୍କଟଜନକ ପରିସ୍ଥିତିରେ ପଡ଼ିବାର ସୂଚନା ରହିଛି। ପୂର୍ବ ସୂତ୍ରକୁ କେନ୍ଦ୍ର କରି ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ପରବର୍ତ୍ତୀ ରାଶି ମକର ରାଶି। ଶନି କ୍ଷେତ୍ରସ୍ଥ ଉତ୍ତରାଷାଢ଼ ନକ୍ଷତ୍ରର ଚନ୍ଦ୍ର ଅଧିକାଂଶ ସମୟ ଡିପ୍ରେସନରେ ରଖିପାରେ। ଶ୍ରବଣ ନକ୍ଷତ୍ର ଯାତ୍ରା ବାଣିଜ୍ୟ ହାତକୁ ନେଇଥିବା କାମ କଚେରୀ ମାମଲାରେ କ୍ଷେତ୍ରରେ ସଫଳତା ମିଳିବ। ପରୋକ୍ଷ ଶତ୍ରୁତା କାରଣରୁ ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ। କାର୍ଯ୍ୟ ଦକ୍ଷତାକୁ ନେଇ ପଡ଼ୋଶୀ ପ୍ରଶଂସା କରିବେ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ଏତେ ଭଲ କାମ କଲେ ମଧ୍ୟ ସବୁ କାମରେ କିଛିଟା ସମସ୍ୟା ଜନିତ ମନ ଭାରାକ୍ରାନ୍ତ ରହିବ। ପଦମର୍ଯ୍ୟାଦା ବୃଦ୍ଧି ସାଙ୍ଗକୁ ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବଢ଼ିପାରେ। ପୂର୍ବ ଭାଦ୍ରବ ନକ୍ଷତ୍ର ଆର୍ଥିକ ସ୍ଥିତି ଭଲ ରହିବ। ଜିଦକର ପ୍ରଭୃତି ତ୍ୟାଗ କରି କୌଶଳ ପ୍ରୟୋଗ କରି କାମ କଲେ ହାସଲରେ ସମର୍ଥ ହେବେ। ଆଜିର ଅନ୍ତିମ ରାଶି ମୀନ ରାଶି। ଦ୍ୱିତୀୟସ୍ଥ ବୁଧ ପ୍ରଭାବରେ ସତ୍ୟ ଭାଷଣ ଜନିତ ସମସ୍ୟା ଆଶା ଆସିବା ସୂଚନା ରହିଛି। ସମସ୍ୟା ପରେ ସମସ୍ୟା ଆସିବା ଫଳରେ ସାଧାରଣ କଥାକୁ କେନ୍ଦ୍ର କରି ମତାନ୍ତର ଘଟିବା ଜନିତ କ୍ଷୋଭ ପ୍ରକାଶ କରିପାରନ୍ତି। ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ସଭା ସମିତିରେ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଢ଼ାଇ ପାରନ୍ତି। ଏହା ଥିଲା ଆଜିର 12ଗୋଟି ରାଶିଫଳଙ୍କ ବିଷୟରେ। ଆପଣଙ୍କ ଦିନ ଶୁଭମୟ ହେଉ। ଜୟ ଶ୍ରୀକୃଷ୍ଣ।
ଆପଣ ଯଦି ଏ ଚ୍ୟାନେଲ ନୂଆ ଅଛନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ଅନ୍ କରି ଅଲ୍ ସେଟ୍ କରିଦିଅନ୍ତୁ। ଜୟ ଶ୍ରୀକୃଷ୍ଣ।